ଗୋପପୁରର ଶୁଭସ୍ତମ୍ଭ ସ୍ଥାପନ ଆସନ୍ତା ଡିସେମ୍ବର 24 ତାରିଖରୁ ଜାନୁଆରୀ 3 ତାରିଖ ପର୍ଯ୍ୟନ୍ତ ଦୀର୍ଘ 11 ଦିନ ଧରି ଚାଲିବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏହାକୁ ନେଇକି ଉଭୟ ମଥୁରା ଓ ଗୋପପୁରରେ ଉତ୍ସାହର ମାହୋଲ। ତେବେ ଆଜି ଗୋପପୁର ସାଜିଥିବା ଅମ୍ବାପାଲି ସମଲେଶ୍ୱରୀ ମନ୍ଦିରଠାରେ ପ୍ରଥମେ ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ଗୋପପୁରର ବୃନ୍ଦାବନ ପଡ଼ିଆଠାରେ ପହଞ୍ଚି ସେଠାରେ ଥିବା କଦମ୍ବ ଗଛ ମୂଳରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ଏହି ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମରେ ବରଗଡ଼ ଉପଜିଲ୍ଲାପାଳ ତଥା ଗୋପପୁର କମିଟିର ଆବାହକ ପ୍ରସନ୍ନ କୁମାର ପାଣ୍ଡେ, ମ୍ୟୁନିସିପାଲିଟି ଇଓ ଦେବାନନ୍ଦ ସାହୁ, କାଉନସିଲର ଦୀପାଞ୍ଜଳି ବାଗ, ବରଗଡ଼ ପୌରାଧ୍ୟକ୍ଷ କଳ୍ପନା ମାଝୀ, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ଥରର ରାଧା, କୃଷ୍ଣ, ବଳରାମ ତଥା ଯଶୋଦା ଆଦି କଳାକାରକୁ ବରଣ କରାଯାଇଛି। ଏହି ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମରେ ଗୋପପୁର କମିଟି ସମେତ ବହୁ ବରିଷ୍ଠ ବ୍ୟକ୍ତି ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।